ଫାଇଲିର ଚାଷ କବିତା ବଜାରେ ମରୁଡ଼ି ରଡ଼ି ଯିବା ଲୋଭରେ ଆଖି କାନ ବୁଝି ଗଡ଼ୁଛି ସବୁରି ଜୀବନ ଗାଡ଼ି ସବୁରି ମୁହଁରେ ଆଲିଗଡ଼ ତାଲା କଥା କହିବାକୁ ଜଣେ ତ ନାହିଁ ତୁମ ଏ ଧରଣୀ ସରଳ ଶ୍ରଣୀ ଭଲ ଆଉ ମୋତେ ଲାଗେ ଏସବୁ ମୋର ପୁରୁଣା କବିତା ହେ ଶୁଣ 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 ଏଇଆ ପରେ ଉତ୍ତର ଦେବି ଯାହା ପଚାର ଉତ୍ତର ଦେବିନି ବହୁତ କଥା ଅଛି ମୋ ପାଖରେ ହଁ ଖବରଦାର କେଉଁ ସମୟରେ ଗୋଟେ ଆପଣ ଦେଖିଛନ୍ତି ଗୋଟେ ରାଜନୀତିର ଭିତରେ ଷଡ଼ଯନ୍ତ୍ର କରିକି ଗୋଟେ ଲୋକକୁ ମାରିଦେବ ଫାଇଲ୍ଟା କ'ଣ ହଜିବ ଫାଇଲ୍ ନାମ ଫାଇଲ୍ଟାକୁ ଚୋରିକି ନେଇଥିବ କି କ'ଣ ତାକୁ ଲୁଚେଇ ଦେଇଥିବ ହଜିବ କ'ଣ ଫାଇଲ୍ଟା ଆଜି ନହେଲେ ସେ କାଲି ବାହା ହେଇବ ସେ କେଉଁଥିରେ ଅଛନ୍ତି ସ୍ୱାମୀ ରହିବ ବିଜେପିରେ ସ୍ତ୍ରୀ ରହିବ କେଉଁଥିରେ ନା ବିଜେଡ଼ିରେ ନା କେଉଁଥିରେ ଅଛନ୍ତି ସିଏ ନିଜେ କହିବେ ସିଏ ରହିଛନ୍ତି ଆମ ଭଳିଆ ଲୋକଙ୍କୁ ତୋଳିବା ପାଇଁ ସିଏ କିଏ ପାଣ୍ଡିଆନ ହସିବାରେ ଚତୁର ତାଙ୍କୁ କେମିତି ପାରିବେ ଫାଇଲ୍ଟା ଏମିତି ଯେ ଛାଡ଼ି ଯିବାକୁ ବି ଚାହୁଁନାହାନ୍ତି ଏ ନବୀନ ବାବୁ କ'ଣ ଚାହୁଁଛି କି ଆଉ ନହେଲେ କ'ଣ ସେ ଧର୍ମେନ୍ଦ୍ର ରଖିଥାନ୍ତା ତମେ କହିବା ପରେ ମୁଁ କହିଦେବି ନହେଲେ ସେ କ'ଣ ଆଙ୍କୁ ରଖିଥାନ୍ତା କାହାକୁ ହଁ ପାଣ୍ଡିଆନ କ'ଣ କାହିଁକି ସିଏ ରହିବେ ତାଙ୍କ ସ୍ତ୍ରୀ ରହିବେ ଆଉ ତାଙ୍କର ଯେ କିଏ ନାତି ହେବ ସେଇ ବି ରହିବେ ତ କରିଦିଅ ଯେମିତିକା ସୋନିଆ ଗାନ୍ଧୀର ପରିବାରରେ ଯେମିତି ହେଲା ଏତେ ଭିତରେ ତାଙ୍କ ବଂଶ ସମସ୍ତେ ରହିଲେ ଆମର ଆପତ୍ତି ନାହିଁ ଯଦି ସେମିତି ଲୋକ ଚାହିଁବେ କଂଗ୍ରେସ ଚାହିଁଲେ ତାଙ୍କୁ ରଖିଲେ କିଛି ଆପତ୍ତି ନାହିଁ ସେଇଭଳିଆ ଦଳ ଯଦି ଚାହିଁବ ତମେ କିଏ ତାକୁ ହଟେଇବା ପାଇଁ ଦାବି ଆମେ ବହୁତ ଦିନ ପରେ ଗୋଟେ ଭଲ ମୁଖ୍ୟମନ୍ତ୍ରୀ ପାଇଛୁ ଶୁଣନ୍ତୁ ସେ କେଉଁଥିରେ ଅଛନ୍ତି ସ୍ୱାମୀ ରହିବ ବିଜେପିରେ ସ୍ତ୍ରୀ ରହିବ କେଉଁଥିରେ ନା ବିଜେଡ଼ିରେ ନା ସେ କେଉଁଥିରେ ଅଛନ୍ତି ସିଏ ନିଜେ କହିବେ ସିଏ ରହିଛନ୍ତି ଆମ ଭଳିଆ ଲୋକଙ୍କୁ ତୋଳିବା ପାଇଁ ସିଏ କିଏ କ'ଣ ପାଇଁ ମୁଁ ତାଙ୍କର ତ କିଛି କ୍ଷତି କରିନି ପାଣ୍ଡିଆନ କାହିଁକି ମୋତେ ଲାଗିଗଲେ ମୋ ବିରୁଦ୍ଧରେ ତୋଡ଼ିଲେ ଆପଣ ମିଡ଼ିଆ ଦେଇଛି ମୁଁ କାହିଁ ଆଚ୍ଛା ସେତେବେଳେ କଥା କହୁଛି ଏବାର କଥା କହୁଛି ଆଉ କ'ଣ ଗୋଟେ କାହିଁ କହିବେ ମୁଁ ପାଣ୍ଡିଆନ ବିରୁଦ୍ଧରେ କହିଦେଇଛି ଆଉ ବାରମ୍ବାର ତାଙ୍କ ବିରୁଦ୍ଧରେ କହିବାଟା ମୋତେ ଭଲ ଲାଗୁନି ପାଣ୍ଡିଆନ ହସିବାରେ ଚତୁର ତାଙ୍କୁ କେମିତି ପାରିବେନି କିଏ ପାରିବେ ତାକୁ ଓଡ଼ିଆ ଲୋକ ଏତେ ବୋକା ନୁହନ୍ତି ଏମାନେ ସବୁ ଜାଣନ୍ତି ଠିକଣା ବେଳେ ଠିକ କାମ କରନ୍ତି ଆଉ ସେଇଟା ପ୍ରମାଣ ମିଳିଲେ ସବୁ ହୁଏ ଏଇଟା ତ ବଡ଼ ପ୍ରମାଣ ଫାଇଲ୍ଟା ଉପରେ ଯେଉଁ ଆପଣମାନେ ଚର୍ଚ୍ଚା କରୁଛନ୍ତି ଏଇଟା ବଡ଼ ଗୁରୁତର ହଁ ଫାଇଲିର ଚାଷ କବିତା ବଜାରେ ମରୁଡ଼ି ରଡ଼ି ଯିବା ଲୋଭରେ ଆଖି କାନ ବୁଝି ଗଡ଼ୁଛି ସବୁରି ଜୀବନ ଗାଡ଼ି ସବୁରି ମୁହଁରେ ଆଲିଗଡ଼ ତାଲା କଥା କହିବାକୁ ଜଣେ ତ ନାହିଁ ତୁମ ଏ ଧରଣୀ ସରଳ ଶ୍ରଣୀ ଭଲ ଆଉ ମୋତେ ଲାଗେ ଏସବୁ ମୋର ପୁରୁଣା କବିତା ହେ ଶୁଣ ଏଇଆ ପରେ ଉତ୍ତର ଦେବି ଯାହା ପଚାର ଉତ୍ତର ଦେବିନି ବହୁତ କଥା ଅଛି ମୋ ପାଖରେ ହଁ ଖବରଦାର ତମେ ଯେଉଁ ପେଡ଼ି ଖୋଲୁଛ ବୋଲି ପେଡ଼ି ବୋଲି ଭାବିବେନି ଶୁଣ ଛୋଟିଆ କଥା ଟିକେ କହୁଛି ଗୋଟେ ମନ୍ତ୍ରୀ ସମଗ୍ର ଇତିହାସ ଦେଖିବ ଓଡ଼ିଶା ରାଜନୀତିର ଚମତ୍କାର ଇତିହାସ ସବୁ ଅଛି ନେତାମାନଙ୍କର କେଉଁ ସମୟରେ ଗୋଟେ ଆପଣ ଦେଖିଛନ୍ତି ଗୋଟେ ରାଜନୀତିର ଭିତରେ ଷଡ଼ଯନ୍ତ୍ର କରିକି ଗୋଟେ ଲୋକକୁ ମାରିଦେବ ତାଠୁ ପାପ ଅଛି କି କହ ଆପଣ ଭାବନ୍ତୁ ନିଜେ ଗୋଟେ ପାପିଷ୍ଟ ମାନେ ତାକୁ ମାରିଦେଲ ଯେଉଁ ଝିଅମାନେ ତାଙ୍କର କୁଆଡ଼େ ଶବ ଗଲେ ଆପଣ ଜାଣିନାହାନ୍ତି କିଏ ମାଟି ତଳେ ଗର୍ଭରେ ପୋତିଦେଲେ ସେତେବେଳେ କଥା କହୁଛି କିଛି ତ ନାହିଁ ସବୁ ଭଲ ବୋଲି ବାହାରିଲା ଏବେ ସେଇଟା ବର୍ତ୍ତମାନ ଏ ସରକାରଙ୍କୁ ମୁଁ ଅନୁରୋଧ କରୁଛି ଏଭଳି ଘଟଣା ଘଟିଲା କାହିଁକି ଇଏ ସେଥିପାଇଁ ଦାୟୀ ନିଶ୍ଚୟ ପ୍ରତି ମଣିଷ ତାର କର୍ମଫଳ ଭୋଗ କରିଛି ମୁଁ କରିବାକୁ ବାଧ୍ୟ ଆପଣ ବନ୍ଦ କରିପାରିବେ ଶୁଣନ୍ତୁ କହିଲି ଆଉ ବାରମ୍ବାର ପଚାରୁଛନ୍ତି ଫାଇଲ୍ଟା କ'ଣ ହଜିବ ଫାଇଲ୍ ନାମ ଫାଇଲ୍ଟାକୁ ଚୋରିକି ନେଇଥିବ କି କ'ଣ ତାକୁ ଲୁଚେଇ ଦେଇଥିବ ହଜିବ କ'ଣ ଫାଇଲ୍ଟା ଆଜି ନହେଲେ ସେ କାଲି ବାହା ହେଇବ ଏବେ କେମିତି ବାହାରୁଛି ଏବେ ସେଟା ଆମେ କେମିତି କହିବା ଯିଏ ନେଇଥିବ ପ୍ରମାଣ ମିଳିଲା ତ ବନ୍ଧା ହବ ଆଇନ କହୁଛି ମୁଁ ଆଇନକି ସମ୍ମାନ ଦିଏ
ମୁଁ ବୋଧେ କିଛି ଦିନ ଆଇନ ସବୁଠୁ 30 ନମ୍ବର ରଖି ପାସ୍ କରିବ ତମେ ସବୁ ବିଷୟରେ ଲଟାରେ ପୁରା 50 ନମ୍ବର ଆଉ ମୁଁ କାହିଁ କହିବି ମୋ ସାଙ୍ଗମାନେ ଯେଉଁ ଭାଙ୍ଗିଲେ କି ମାନେ କମ୍ପ୍ଲିଟ୍ କରିପାରିଲେ ମୁଁ ଗୋଟିଏ ଲୋକ ଲ ବି କମ୍ପ୍ଲିଟ୍ କରିଦେଲି ସହଜ କରିବା ସେଟା ମୋହନ ମାଝୀକି ବତେଇବା ଦରକାର ନାହିଁ ସେତେବେଳେ ଗୋପବନ୍ଧୁ ଗୋଟାଏ ଏଇଭଳି କାର୍ଯ୍ୟ କରିଥିଲେ ବୋଲି ଆମେ ଝୁରୁଛେ ତାଙ୍କୁ ତେଣୁ ଯିଏ ଯାହା କରିଛି ତାର କର୍ମଫଳ ନେଇକି ବଞ୍ଚିବ ଏଇଟା ପଡ଼ିଛି ତମେ କାହିଁକି ଗୋଟେ ଲୋକକୁ ହତ୍ୟା କର କାହିଁକି ତାକୁ ବାଧ୍ୟ କର ରିଜାଇନ୍ କରିବାକୁ ନାଇଁ ବାଧ୍ୟ କରିନାହାନ୍ତି ସିଏ ମୋଟୋ ରିଜାଇନ୍ କରିଦେଇଛନ୍ତି ସେ ସେଭଳି ସ୍ୱାଭିମାନ ତାର ଅଛି ଆପଣ ଧର୍ମେନ୍ଦ୍ରକୁ ପାରିବେନି ଇସ୍ତରା ମାରିବା ଭାରି ସହଜ କାମଟା ସେଟା ଭାରି ସହଜ ଇସ୍ତରାଟା ଭାରି ସହଜ ଏଇ ଦୃଷ୍ଟିରୁ ସମସ୍ତେ ଧର୍ମେନ୍ଦ୍ର ପ୍ରଧାନ ହେଇନାହାନ୍ତି ଇସ୍ତଫା ଦେବାଟା ଏତେ ସହଜ ନୁହଁ ଧର୍ମେନ୍ଦ୍ର ପାଇଁ କିନ୍ତୁ ସେ ଦେଇଦେଲା ଖାତିର କଲାନି କାହାକୁ ବର୍ତ୍ତମାନ ଶୁଣନ୍ତୁ ସିଏ ସୋମୋଟ ରାଜନୀତି ପାଇଁ ଯାହା କରିଛନ୍ତି ତେଣୁ ଗୋଟେ ଛୋଟିଆ କଥାଟେ କହିଦେଉଛି ଏଠି ଶେଷ କରିଦେବା ତାହା ହେଲା ଧରାଯାଉ ତମର ଦଣ୍ଡ ଦେଲେ ଆକୁ ଆମର କିଡ୍ସର ମାଲିକକୁ କିଏ ଆଚ୍ଛା ସିଏ କ'ଣ ଦାୟୀ କିନ୍ତୁ ସିଏ ଗୋଟେ ଅନୁଷ୍ଠାନଟା କରିଛି ତାକୁ ଟିକେ ଆଉ ଟିକେ ସମର୍ଥନ କରିବା ନ କରିକିରି ତା ବିରୁଦ୍ଧରେ ଯେଉଁ ଲେଖିଲେ କିଏ କାହାକୁ ପ୍ରେମ କଲା ସେ ଦେଖୁଛି ଯିଏ ଯେଉଁ ଯାହାକୁ ପ୍ରେମ କଲା ତାଙ୍କ ଭିତରେ କ'ଣ ପଡ଼ିଲା ନ ପଡ଼ିଲା କିଏ ଆତ୍ମହତ୍ୟା କଲା ଇଏ କେମିତି ଦାୟୀ ହେବ ଏଇଗୁଡ଼ା ଯଦି ଆପଣ ଆଲୋଚନା କରିବେ ତେଣୁ କ'ଣ କେଉଁଠି ହେଉଛି ଛାତ୍ରମାନଙ୍କ ଉପରେ ଅତ୍ୟାଚାର ହେବା କଥା ଆଦୌ ଉଚିତ ନୁହଁ କିନ୍ତୁ ଛାତ୍ରମାନେ ଯଦି ସୋମୋଟ ବାହାରିକି ଏଭଳି ଗୋଟେ ଆନ୍ଦୋଳନ କଲେ ତାକୁ ଆନ୍ଦୋଳନଟାକୁ ଦାବିବା କଥା କି କ'ଣ କରି ହାତରେ ତାଙ୍କର ହାତ ନାହିଁ କାହାର ଧର୍ମେନ୍ଦ୍ରଙ୍କର ସିଏ ଆସିକି ସମସ୍ତେ ଇସ୍ତଟି ଦେବେ ନହେଲେ ତ ଏବେ ବି ଥିଲେ ବି ଚାଲିଥାନ୍ତା ଏଇଟା ବଡ଼ କଥା ତେଣୁ ଆମେ ଯେଉଁଟା ଦେଖିବା ଯଦି ସତ୍ୟ କହିବା ଯେଉଁ ପ୍ରସନ୍ନ ପାଣି ସଦାବେଳେ କହି ଆସିଛି ଗୋଟେ ସତ୍ୟର ବଳ ହଜାରଟା ହାତୀର ବଳ ସହିତ ସମାନ ଗୋଟେ ମିଥ୍ୟାର ବଳ ହଜାରଟା ଗଧର ବଳ ସହିତ ସମାନ ତମେ ନିଜେ ଜାଣ ତମେ ହାତୀ ନା ଗଧ ଏ ମୁଖ୍ୟମନ୍ତ୍ରୀ ଛାଡ଼ିଲାନି ନା ଭଲ କାମ କଲା ତ ଅଭିନନ୍ଦନ ଜଣାଉଛି ଏଇଟା ଇନକ୍ୱାରି ହବ କେତେ ଟଙ୍କା ଖର୍ଚ୍ଚ ହେଇଛି ଏଇଟା କାହାର ଓଡ଼ିଆ ଜାତିର ଗରିବମାନଙ୍କ ଟଙ୍କାକୁ ତମେ କେମିତି ନିର୍ମୟ କରୁଛ ଏଇଟା ଗୋଟେ ତାର ପ୍ରମାଣ ତେଣୁ ତାକୁ ଟିକେ ଧୈର୍ଯ୍ୟ ଅପେକ୍ଷା କରନ୍ତୁ ଆଉ ସବୁ କଥାଟା ସବୁଠି କୁହାଯାଏ ଯଦି ଆମ ଭିଡ଼ିଓ ଆପଣଙ୍କୁ ଭଲ ଲାଗିଛି ତେବେ ଆମ ଚ୍ୟାନେଲକୁ ଲାଇକ୍ ସେୟାର ଓ ସବସ୍କ୍ରାଇବ କରନ୍ତୁ।